ଲଘୁଚାପ ଜନିତ ବର୍ଷାରେ କୁଚିନାରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବା ନେଇ ଅଞ୍ଚଳବାସୀଙ୍କ ଅଭିଯୋଗ ସାମ୍ନାକୁ ଆସିଛି। ଆଗକୁ ଆହୁରି ବର୍ଷା ନେଇ ଶୁକ୍ରବାର ପାଣିପାଗ ବିଭାଗର ସତର୍କ ସୂଚନା ପରେ ଲୋକେ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି। ଏନେଇ ସମସ୍ତଙ୍କୁ ସତର୍କ ରହିବା ପାଇଁ ଏବଂ ବିଭାଗୀୟ ଅଧିକାରୀଙ୍କୁ ଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳ ଆଦେଶ ଦେଇଛନ୍ତି। ବାମ୍ରା ବ୍ଲକ ଅନ୍ତର୍ଗତ ବମ୍ଫେଇଠାରେ ରାସ୍ତା ସମସ୍ୟାକୁ ନେଇ ପୀଡ଼ିତ ପରିବାର ଗୋବିନ୍ଦପୁର ଥାନା ଓ ବାମ୍ରା ତହସିଲ ଅଫିସରେ ଅଭିଯୋଗ ଦାଖଲ କରିଛନ୍ତି। ଗ୍ରାମର ଏକ ପଡ଼ାରେ 7 ପରିବାର ଏହି ରାସ୍ତା ସମସ୍ୟା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହାର ସମାଧାନ ପାଇଁ ସେମାନେ ଦାବି କରିଛନ୍ତି। କିସିଣ୍ଡା ଥାନା ତାଲାବ ଗାଁର ଜଣେ ନାବାଳିକା ସନ୍ତୋଷିନୀ ଦେହୁରୀ ରେଡ଼ାଖୋଲ ବନ ବିଭାଗର ମଜୁରୀ କରି ଫେରୁଥିବା ବେଳେ ଟ୍ରାକ୍ଟର ପଡ଼ି ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କଲା ପରେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଝାରସୁଗୁଡ଼ା ଦର୍ଲିପାଲିରୁ ସମ୍ବଲପୁର କଟକ 55 ନମ୍ବର ଜାତୀୟ ରାଜପଥରେ ହାଇୱେରେ ବେଆଇନ ଭାବେ ପାଉଁଶ ଚାଲାଣ ଗାଡ଼ିମାନଙ୍କୁ ଅଟକ ରଖିଲା ପୋଲିସ। ରେଡ଼ାଖୋଲ ପୋଲିସର ଚଢ଼ାଉ ପରେ 14 ହାଇୱା ଗାଡ଼ି ଜବତ ହୋଇଥିବା ବେଳେ କମ୍ପାନୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଡ଼ାଖୋଲ ପୋଲିସ କହିଛି। ଅଇଁଠାପାଲି ଛକରେ ହୋଇଥିବା ଲୁଟ୍ ଘଟଣାରେ 2 ଜଣଙ୍କୁ ଗିରଫ କଲା ଅଇଁଠାପାଲି ପୋଲିସ। ଗତ ମାର୍ଚ୍ଚ 8 ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ନିବାସୀ ବିଶାଲ ସାହୁ ଓ ତାଙ୍କର ଜଣେ ସାଙ୍ଗ ଅଇଁଠାପାଲି ସ୍ଥିତ ଛକ ଦେଇ ଯାଉଥିବା ବେଳେ ଲୁଟ୍ ଘଟଣା ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କଳାମାଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇଁ ଲୋକଙ୍କ ମତ ନିଆଯାଇଛି। ବାରମ୍ବାର ଆବେଦନ କଲେ ମଧ୍ୟ ଲୋକଙ୍କୁ ଘର ମିଳୁନଥିଲା। ଶେଷରେ ସରପଞ୍ଚଙ୍କ ଉଦ୍ୟମରେ ପଞ୍ଚାୟତ ପକ୍ଷରୁ ଲୋକଙ୍କୁ ଆବାସ ଘର ଦିଆଯିବା ନେଇ କାର୍ଯ୍ୟ ଆରମ୍ଭ ହୋଇଛି। ମୁଦିପଡ଼ା ଆମ୍ବେଦକର ନଗରରୁ ମୋବାଇଲ ଓ ପର୍ସ ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତ ଆଶିଷ ନାଗଙ୍କୁ ଟାଉନ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ସମସ୍ତ ଚୋରି ମୋବାଇଲ ଉଦ୍ଧାର କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ଟାଉନ ପୁଲିସ। ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ଆଉ 20ଟି ଗେଟ୍। ହୀରାକୁଦ ଜଳଭଣ୍ଡାର ଜଳସ୍ତର 610.31 ଫୁଟ ରହିଥିବା ବେଳେ ବାମପଟେ 13ଟି ଓ ଡାହାଣ ପଟେ 7ଟି ଗେଟ୍ ମାଧ୍ୟମରେ ବନ୍ୟା ଜଳ ନିଷ୍କାସନ କରାଯାଉଛି।